जय जगन्नाथ। ओडिशार समस्त जूनियर टीचर मानक पई आसीगला बड़ खुशीर खबर। सरकार करदेले से माननको रेगुलार एबे मिलिबो सैलरी प्लस फुल बेनिफिट। ताहले केबेरु लागू हेबो केते दरमा मिलिबो ता सहित देखंतु ना ଯେଉଁ ମାନେ 2023-24 ରେ ଜୁନିୟର ଟିଚର ସ୍କିମେଟିକ୍ ଭାବେ ଯୋଗ ଦେଇଥିଲେ ସେମାନଙ୍କୁ ଆସିଷ୍ଟାଣ୍ଟ ଟିଚର ଲେଭେଲ VA ଭାବରେ ରେଗୁଲାର କରାଯାଇଛି। ସବୁଠାରୁ ବଡ଼ ଖବର ହେଉଛି 1 ଜାନୁଆରୀ 2026 ଠାରୁ ସେମାନେ ରେଗୁଲାର ସାଲାରୀ ପାଇବେ। ସମସ୍ତ ସର୍ଭିସ ବେନିଫିଟ୍ ମଧ୍ୟ ସେମାନଙ୍କୁ ମିଳିବ। 31 ଡିସେମ୍ବର 2025 ପର୍ଯ୍ୟନ୍ତ ନ୍ୟାସନାଲ ବେନିଫିଟ୍ ମଧ୍ୟ ଦିଆଯିବ। ତାହେଲେ ଦେଖନ୍ତୁ ନା ଜଏନିଂ ଡେଟ୍ ଠାରୁ ରେଗୁଲାର ସେମାନଙ୍କୁ ଧରାଯିବ ଆଉ 1 ଜାନୁଆରୀ 2026 ଠାରୁ ନା ଫୁଲ୍ ସାଲାରୀ ସେମାନେ ପାଇବେ। ଏହାର ଅର୍ଥ ହେଉଛି ଯେଉଁମାନେ ଜୁନିୟର ଟିଚର ଭାବରେ କାମ କରୁଥିଲେ ବର୍ତ୍ତମାନ ସେମାନଙ୍କର ଜବ୍ ସିକ୍ୟୁରିଟି ଓ ସାଲାରୀ ଦୁଇଟି ବଢ଼ିଗଲା। ନା ଜୁନିୟର ଟିଚର ମାନଙ୍କର ଇନକ୍ରିମେଣ୍ଟ ଓ ସାଲାରୀ କେତେ ପାଇବେ ସେ ବିଷୟରେ ଆଗକୁ ମଧ୍ୟ ଜାଣିନେବା। କେତେ ଟଙ୍କା ଦରମା ମିଳିବ ବା ଗ୍ରୋସ୍ ସାଲାରୀ ତାଙ୍କର କ'ଣ ହେବ ଦେଖନ୍ତୁ ନା ବେସିକ୍ ପେ ନା 23,600 ବା ଆମେ କହିପାରିବା ଲେଭେଲ୍ 6 ସେଲ୍ 1ର ବା ଆମେ 2200 ଗ୍ରେଟ୍ ପେର ମନେ ରଖନ୍ତୁ 2200 ଓଡ଼ିଶାର ଯେଉଁ ପେ ମେଟ୍ରିକ୍ ଅଛି ତା ହିସାବରେ ଯଦି ଦେଖିବା 2200 ଗ୍ରେଟ୍ ପେର ଫାଷ୍ଟ ହେଉଛି 23,600 ବା ଆମ ଏଣ୍ଟ୍ରି ହେଉଛି 23,600। ତାହେଲେ ତାଙ୍କର ବେସିକ୍ ପେ ହେବ 23,600 ବା ଲେଭେଲ୍ 6 ସେଲ୍ 1ର 23,600 ଠିକ୍ ଅଛି। ତାହାର DA 58%। ତାହେଲେ ଦେଖନ୍ତୁ ଏହି ବେସିକ୍ ପେର 58% ହେଇଯିବ 13,688 ଠିକ୍ ଅଛି। ତା ସହିତ ଦେଖନ୍ତୁ ତା ସହିତ HRA 4%। ବେସିକ୍ ପେର 4% HRA ହେଉଛି 944। ତ ଟୋଟାଲ ଦେଖନ୍ତୁ ଟୋଟାଲ କେତେ ହେଇଯିବ ଏସବୁ ଦେଖନ୍ତୁ ବେସିକ୍ ପେ ପ୍ଲସ୍ DA ପ୍ଲସ୍ HRA ମିଶିକି ଟୋଟାଲ ହେଇଯିବ 38,232। ତ ସରକାର ଘୋଷଣା କରିଛନ୍ତି ଦେଖନ୍ତୁ ରାଜ୍ୟ ସରକାର ଘୋଷଣା ଅନୁସାରେ ଯେଟି ମାନେ ଚାକିରିରେ ଯୋଗଦାନ ଠାରୁ ନିୟମିତ ହେବେ ତାର ଅର୍ଥ ସେମାନେ ଯେଉଁ ଦିନ ଚାକିରି ପାଇଲେ ସେହି ଦିନ ଠାରୁ ରେଗୁଲାର ବା ନିୟମିତ ହେବେ। ସେହି ଅନୁସାରେ ରାଜ୍ୟ ସରକାରଙ୍କର ଘୋଷଣା ଅନୁସାରେ ଦେଖନ୍ତୁ 31 ଡିସେମ୍ବର 2025 ଯାଏଁ ନ୍ୟାସନାଲ ବେନିଫିଟ୍ ପାଇବେ ଆଉ 1 ଜାନୁଆରୀ 2026 ଠାରୁ ଆକ୍ଚୁଆଲ ଫାଇନାନ୍ସିଆଲ ବେନିଫିଟ୍ ପାଇବେ। ସେହି ହିସାବରେ ଦେଖନ୍ତୁ କେତେ କେତେ ପାଇବେ ନା ସେହି ହିସାବରେ ମନେକର ଦେଖନ୍ତୁ ଏବେ କେତେ ଟଙ୍କା ଦରମା ହେବ ନା ଜଏନିଂ ଡେଜ୍ ଦେଖନ୍ତୁ ତାଙ୍କର ଜଏନିଂ ଡେଟ୍ ଅଫ୍ ଜଏନିଂ ବା ଯେଟି ହିସାବରେ ତାଙ୍କର ଜଏନିଂ ହେଉଛି ଅକ୍ଟୋବର 2024। ତାହେଲେ ସରକାରଙ୍କର ଘୋଷଣା ଅନୁସାରେ ତାଙ୍କର ରେଗୁଲାରାଇଜେସନ୍ କିମ୍ବା ଲେଭେଲ ରେଗୁଲାରାଇଜେସନ୍ ତାଙ୍କର କେବେ ଧରାଯିବ ନା ଅକ୍ଟୋବର 2024 ତାର ଅର୍ଥ ସେହି ଦିନ ଠାରୁ। ତାହେଲେ ତାଙ୍କର ନେକ୍ସଟ ଇନକ୍ରିମେଣ୍ଟ କେବେ ହେବ ନା ଅକ୍ଟୋବର 2025। ସରକାରଙ୍କର କହିବା ହିସାବରେ ଆକ୍ଚୁଆଲ ଫାଇନାନ୍ସିଆଲ ବେନିଫିଟ୍ ସେମାନେ ପାଇବେ 1 ଜାନୁଆରୀ 2026 ଠାରୁ। ତାହେଲେ ତାଙ୍କର ସେହି 1 ଜାନୁଆରୀ 2026 ବା ଆମେ କହିପାରିବା ତାଙ୍କର ନେକ୍ସଟ ଇନକ୍ରିମେଣ୍ଟ ଯେହେତୁ ଅକ୍ଟୋବର 2025ରେ ହେଉଛି ସେଇଥିପାଇଁ ତାଙ୍କର ବେସିକ୍ ପେ ଏଜ୍ ଅନ୍ 1/1/2026 ତାଙ୍କର ବେସିକ୍ ପେ ହେଇଯିବ 24,300 ହେଇଯିବ ବା ଲେଭେଲ୍ 6 ସେଲ୍ 2 ହେଇଯିବ ଠିକ୍ ଅଛି। ଲେଭେଲ୍ 6 ସେଲ୍ 2 ତାଙ୍କର ହେଇଯିବ ବା ତାଙ୍କର ବେସିକ୍ ପେ ହେଇଯିବ 24,300। ତାହେଲେ ସେଇ 24,300 ହିସାବରେ ଆମେ ଯଦି ତାକୁ କାଲକୁଲେସନ୍ କରିବା ତାହେଲେ ଦେଖନ୍ତୁ ତାହେଲେ ତାଙ୍କର ଦେଖନ୍ତୁ ବେସିକ୍ ପେ ହେଇଯିବ 24,300 ତାପରେ ତାଙ୍କର DA ତାର 58% DA ହେଇଯିବ କେତେ ନା 14,094। ତା ସହିତ HRA 4% ସେହି ବେସିକ୍ ପେ ହିସାବରେ 972 ଟଙ୍କା ହେଇଯିବ। ତାହେଲେ ଟୋଟାଲ ଗ୍ରୋସ୍ ସାଲେରୀ ହେଇଯିବ 39,366 ଟଙ୍କା। ସେ ଭିତରୁ ଡିଡକ୍ସନ୍ କେତେ ହେବ ଦେଖନ୍ତୁ NPS ବାବଦକୁ ବେସିକ୍ ପେ ପ୍ଲସ୍ DAର 10% ହିସାବରେ କେତେ କଟିବ ନା 3,839 ଟଙ୍କା ଠିକ୍ ଅଛି। ପ୍ରୋସେସିଂ ଟ୍ୟାକ୍ସ ବାବଦକୁ 200 ଟଙ୍କା ତାପରେ GIS ବାବଦକୁ 2,000 ଟଙ୍କା ମୋଟ ଡିଡକ୍ସନ୍ ହେବ 6,039 ଟଙ୍କା। ତାହେଲେ ଦେଖନ୍ତୁ ନେଟ୍ ସାଲେରୀ କେତେ ମିଳିବ ନା 39,366ରୁ ଦେଖନ୍ତୁ 6,039 ଟଙ୍କା ଯଦି ମାଇନସ୍ ହୁଏ ତାହେଲେ ଗ୍ରୋସ୍ ବା ନେଟ୍ ସାଲେରୀ କେତେ ପାଇବେ ନା 33,337 ଟଙ୍କା ନେଟ୍ ସାଲେରୀ ବର୍ତ୍ତମାନ ସ୍କିମାଟିଭ୍ ଶିକ୍ଷକମାନେ ପାଇବେ ନା 1
2026 अनुसार मन रखु 1/1/2026 अनुसार स्कीमाटिप शिक्षक मानकर सालेरी केते हेबो ना 33,327 टंका